ପାଇଁ କେତେ କଷ୍ଟ ସଇଲା ମୋ ଝିଅଟା ହେଲେ ପଛର କହିଲେ ଆଉ କଣ ହବ ଆଗରୁ କହିବା କଥା ନା ନାହିଁ। ମାନେ ଯୋଉ ରୋଷେଇ ବାସ ହେଲା ତ ସେଇଆ କହୁଛି। ହଁ ତ ମା ପାଇଁ ଏତେ ଚିନ୍ତା। ଆଜି ବା ମାତୃ ଦିବସରେ ମା ପାଇଁ କିଛି କରିବନି। ଧରିକି କାନ୍ଦିକି ଯିବ ଖାଇବାକୁ ଦେଲ କାନ୍ଦେ 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 କାନ୍ଦୁ ଦେଖ ଆମ ଡାକିକି ଶାଢୀ ଦେଇକି ମଦର୍ସ ଡେ ଡାକିଲେ ଶାଢୀ ଫାଡି ଦେଇକି ନା ଆକ୍ଚୁଆଲି ମଦର୍ସ ଡେ ହୁଏ ଝିଅକୁ ମାନେ ମୁଁ ଆସିଲା ପାଖକୁ ପାଖରେ ତ ସେଟା ଏକ୍ସାମ ଅଛି କୁଡି ଯାଇ ପାରିଲେନି ତ ଦେଖିଲେ ଝିଅକୁ ଡାକିଦେଲେ ଏଇଠି ଖାଇବା ପାଇଁ। ଝିଅକୁ ଡାକିଥିଲି ଖାଇବା ପାଇଁ ପୁଣି ଥରେ ଆଈ ହବାକୁ ଯାଉଛି ସେଇ ଖୁସିରେ ରହୁଛି। ଓଲୋ ଏ ମମି ମମି ଦେଖି ମତେ ଏ ମମି ଖା କଦଳୀ। ହଁ ସେଇଟା ଖାଇବି ମମି ମାମ ଉଠିକି ଆସିବେ ଉଠିକି ଯା ମମି ଖୋଇଦେ ଯା ପାରିବିନି ବା ଉଠିକି ଯା ଯା ମମି ଖୋଇଦେ। କେମିତି କହିବି ଯା ଏଇ ରେ ମମି କି ଖୁଇଦେଲୁ। ଅଜା କାଇଁ ଲୋ ଅଜା କାଇଁ ଅଜା ହଁ ଆଇ ତ ଏଠି ଅଜା କାଇଁ ଅଜା କାଇଁ ଲୋ କାଇଁ ଲୋ ଅଜା କାଇଁ ଏଇ ତା ଅଜା ମୁଁ ଲେ ଅଜା କାଇଁ। ଆସ ବାବା ଅଜା ସବୁ ଖାଉଛନ୍ତି ତମେ ପଳେଇ ଆସ ତମେ ପଳେଇ ଆସ ସେଇଠି କଥା ଅଜା ପାଖରେ ଥା ତତେ ଖୁଏଇବି ନା ମତେ ଖୁଆଉଛନ୍ତି। ସିଏ ତତେ ଖୁଏଇବେ ମୁଁ କାହିଁଠି ବସିବି ମୁଁ ଖୁଏଇଦେବି ଆମେ ପାଳି କରିକି ଖୁଏଇଦେବି। ସବୁଥିରୁ ଟିକେ ଟିକେ ଖୁଆ ମତେ କାଲିଠୁ ପଚାରୁଛନ୍ତି ତାର କ'ଣ ଇଚ୍ଛା ତାକୁ କହ କ'ଣ ତାର ଫେବରାଇଟ୍ କହ ହେଲା। 10ଟା ବେଳେ ବାପାଙ୍କୁ ପଠେଇଥିଲେ ଯୋଉ ୟାକୁ ପାଇଁ ମୁଁ କହିଲି ମୁଁ ଜାଣିଛି ଯେତିକି 2 ବର୍ଷ ତଳେ ରସମଲେଇ ତାକୁ କୁହେଇଥିଲି। ତାପରେ ସେଠୁ କହିଲି ପୁଣି ରାଜାକୁ ଫୋନ୍ କରିଥିଲେ ସିଏ ଯୋଉ ଆଣିବା ପାଇଁ ଯୋଉ ଗରମ କାକେରା ଭାବିଲେ ସିଏ ଦୋକାନ ବି ଆଜି ବନ୍ଦ କ'ଣ ବେଳ ଖରାପ ଆଜି। କ'ଣ ହାପି ମଦର୍ସ ଡେ କହିକି ସିଙ୍ଗଡ଼ା ଖାଇବୁ ତୁ ମମି ମାନଙ୍କୁ ଖୁଏଇବୁ ନା ହାପି ମଦର୍ସ ଡେ କହିକି ନିଜେ ଖାଇବୁ ପାଣି ହେଇ ମାଇଁ ପାଣି କି ସେ କହୁଛି ମାଇଁ ଆଇର ଗୁଲୁଲା ପିଅ ଯୋଉମାନଙ୍କର ଗୁଲୁଲା ତିଆରି ହଉଥିବ ମୋ ଖୁଡ଼ି ନାଇଁ ଟିକେ ପାର୍ସଲ କରିବ ସେଇଟା ଖାଇବୁ ସେଇଟା ହଉ କଣ କହୁଛନ୍ତି ଏଠି ଏଟାକୁ କୋଉଟା ବୋଲ୍ଡର ନା କଣ କହୁଛନ୍ତି କୋଉଟା କୁହନ୍ତୁ ଏଇ ଗୁରୁଲା କଟକରେ ନାଇଁ ତୁ ଖା ମୁଁ ଖୁଆ ନା କଣ କହୁଛନ୍ତି ବୋଲ୍ଡର ନା କଣ କହୁଛନ୍ତି ବୋଲ୍ଡର ମାନେ କଣ ବୁଲଡର ମାନେ ମେଣ୍ଟାଲ ବୁଲଡର ଜାଣିଛୁ ନା ଏଇଟା ଗୋଲେଇ ସେଥିପାଇଁ କହୁଛନ୍ତି ପଥର ଭଳିଆ ବୁଲଡରଟା ଗୁଲୁଗୁଲା ଇଏ କଟିକିଆ ମତେ କହୁଛି ବାଲେଶ୍ୱରିଆ ମୁଁ ବି ଜାଣିଛି ଗୁଲୁଗୁଲା ମୁଁ ଶୁଣିଛି ମଜାରେ କଥା କହନ୍ତି କଣ ବୋଲ୍ଡର ନା ବୋଲ୍ଡର ପାଇଁ ମତେ ଟିକେ ଖାଇଦେଲି ଖୁଡ଼ି ଟିକେ ଖାଇଦେଲା ହଁ ବା ଟିକେ ଖାଇଦେଲି ହେଲା ସବୁ ତକ ଖାଇବୁ ଆଉ ସବୁ ମଟନଟା ଯୋଉ ହଉଛି କିଏ ଖାଇବ ତମେ ମଟନ ବି ପଚାରିନି ବୋଲା ସେ ଛାଡ଼ି ଦେଇଥିଲା ମଝିରେ କଣ ତାର କଣ ଗୋଟେ କହିଲା ମାସଟା ଗୋଟେ ମଟନ ଖାଇଲେଣି ମାସଟା କହୁଥିଲା ମତେ ସେ ମୁଁ ସବୁ ପଚାରିଛି ତାକୁ 5-6 ଦିନ ହେଲାଣି ହେଲା ପ୍ଲାନିଂ କରିବା ଖାଇବା ଆଗର ଅଳ୍ପ ଦେ ମମି କି ଆମ୍ବ ଦେ ସ୍ୱସ୍ତିକ ଆସିଲାନି ବା ମମି ତାର ଆଣିଲାନି ସ୍ୱସ୍ତିକ ଛାଡ଼ି ଦେଇ ଆସିଛୁ ମୁଁ କ'ଣ କରିବି ଫ୍ୟାନ୍ ଦେନି ଭଲ ଲାଗୁଛି ଆମେ ଦେଖିଲୁ ମମି କ'ଣ ଆମେ ଟେଷ୍ଟି କେମିତି ଲାଗୁଛି କହିଦେନି ଟିକେ ଟେଷ୍ଟି ହାତରେ କହିଦେନି ଟେଷ୍ଟି କହିଦେଲା ଆଇ ଦୋଷରେ କ'ଣ ନା ତମେ ବସ ତମେ ମିଠା ଖାଇଦେଲ ଆମକୁ ସବୁ ନା ଆମେ ତମେ ବସି ଯେ ଥାଳି ଯାକ ଗୁପଚୁପ ଖାଇଦେବୁ ମୁଁ ଖାଇବିନି ଛୋଟ ପିଲା କଣ୍ଟେଷ୍ଟରେ 2ଟା ଝିଅ ଖୁଏଇବେ ଯେତେ ଶୀଘ୍ର ଖାଇପାରିବ ମୁଁ ଛୋଟ ପିଲା ଖୁଡ଼ି କରିକି ରଖିଥିବ ଜମା ଖୋଲିବନି
ନା କ'ଣ ସରି ବନ୍ଦ କରିବନି ନା ନା ମୁଁ ନିଜେ ନିଜେ ଖାଇଦେବି। ହଁ ହଁ ସଇଲେ ପୁଣି ମୁଁ ଖୁଆଇବି ନେ ଖୁଆ ମୁଁ ଖାଇବିନି ଆଉ ଏ ଗୋଟେ ହଁ ଲିପଷ୍ଟିକ୍ ଛାଡ଼ିଗଲେ ଆଉ ଥରେ ଲଗେଇଦେବି ବ୍ୟସ୍ତ ହୁଅନି ଆମେ ସଜେଇଦେବୁ ଆଜି କହୁନା ମଦର୍ସ ଡେ ମୋର ବାହାଘର ନୁହେଁ ମୋ ଧନ ମୁଁ ଖାଇବିନି ସତରେ ମୋ ମାଗଣା ମୁଁ ଖାଇନି ଗୁପଚୁପ ଏତେ। ନାଲି ଚା କରିଦେବି ମୁଢ଼ି ଖାଇବ ଆଉ ଖାଇବି କଣ ମୁଣ୍ଡ ଖରାପ ନା କଣ ତୋର? ଏ ଗୁରୁଲା ଗୋଟେ ଖାଇଗଲା ଗଲା ତ ମୁଁ କଣ ଖାଏ ଜମା ଜାଣିନୁ ନା। ଗୁଲୁଲା ପ୍ରିୟ ସନ୍ଧ୍ୟାବେଳେ ନାଲି ଚାରେ ମୁଢ଼ି ତୁ ଆଉ କହନା ପୁରା ବାଲେଶ୍ୱରିଆ ମୁଁ ପ୍ରପର ବାଲେଶ୍ୱରିଆ। ପୁରୀ ଝଡ଼ି ଯାଇଛି ମାମା ବି ଝଡ଼ି ଯାଇନି ମୁଁ ପ୍ରପର ବାଲେଶ୍ୱରିଆ କି ନାହିଁ ହ୍ୟାଲୋ ମୁଁ ବାଲେଶ୍ୱର ମୋ ଜିଲ୍ଲାର ନାଁ ରଖିଛି ଗୁଲୁଗୁଲା ବି ଖାଉଛି ମୁଢ଼ି ବି ଖାଉଛି। ମୁଁ ତ ଭାଇ କହୁଥିଲି ଟିକେ ଖୁଡ଼ି ଆଇଛି ନା ଖୁଡ଼ି ଆଣି ଝାଲ ମୁଢ଼ି ଆଣିବ ବୋଲି ଝାଲ ମୁଢ଼ି ଆଣି ପଡ଼ିନା ସେ ପାଇନାହାନ୍ତି ଝାଲମୁଢ଼ି ହେଲେ ମୋ ଜ୍ୱାଇଁ ସୁନା ମୁଣ୍ଡା ପୁରା ଯାହା କହିବି ଆଣିଦେବ। ଆରେ ସେମିତି କିଛି ନାହିଁ ମୁଁ ଘରେ ବନେଇ ଖାଏନି ସେ କହିଲା ଆସିଥିଲି ବୋଲି କହିଲା ତମେ ବି ତ ପୁଣି ଆଣିଛି ଗୋଟେ ଆଣିଥାନ୍ତ ନା ଆମ ଜ୍ୱାଇଁକି ଦେଖନ୍ତୁ ଖୁଡ଼ି ଆଉ ନା ନା ଧନ ଆଉ ଖାଇବିନି। ଖୁଡ଼ି ଆଉ ଗୋଟେ ନା ଜ୍ୱାଇଁ ଦିଟା ପୁରା ସ୍ଥିର ଝିଅ ଦିଟା ପୁରା ଦିଟା ଜ୍ୱାଇଁ ମୋର ଭଲ ହେଲା ତ କହିଦେଲି ନା କହୁଛି ହଁ ଜ୍ୱାଇଁ ଦିଟା ପୁରା ଶାନ୍ତ ଶିଷ୍ଟ ଝିଅ ଦିଟା ପୁରା ଉଦ୍ଧର ନା ଉଦ୍ଧତ ନୁହେଁ ଏଇ ଯୁଗ ପାଇଁ ସେମାନେ ଫିଟ୍ ମୋ ପରିଆ ନ ହୁଅନ୍ତୁ ଏଇ ଯୁଗ ସାଙ୍ଗରେ ତାଳ ଦେଲା ଭଳିଆ ସିଏ ଲାଗି ଖୁଡ଼ିକୁ କୁଆକି ଖୁଡ଼ି ଟିକେ ଗାଡ଼ି ଚଲା ଶିଖଲେ ମୁଁ ଶିଖେଇଦେବି କହିଲେ ମୁଁ ଗାଡ଼ି ଚଲେଇ ଯିବି ପଛକୁ ଟିକେ ହର୍ନ ମାରି ହ୍ୟାଣ୍ଡେଲ ଛାଡ଼ିଦେବି ମତେ ଏଇଆ କହିଲେ କହିଲେ ଦୁଃଖ ନଲୋ ମତେ ଗାଡ଼ି ଚଲେଇବା କଥା ମୁଁ ରୋଡ଼ କ୍ରସ୍ କରିପାରୁନି ଗାଡ଼ି ଚଲେଇବି ଏମିତି ଅଧା ବୟସ ଗଲାଣି କୋଉଠି ଆଉ 10 ବର୍ଷ ବଞ୍ଚିବା କି ନାହିଁ। ହଉ ଆଉ 4 ବର୍ଷ ବଢ଼ିଲେ ନା ବୋଉ ଆସି ବସି ଚଲେଇଲେ ତମ ପଛରେ ବସିବ କ'ଣ କହୁଛୁ କ'ଣ କହୁଛୁ ସବୁବେଳେ ଖାଲି ଭାଇ କାଲି କହିଲୁ ସେମିତି ସେବା କର ସେମିତି ସେବା କର ତମେ ପିଇବ ଚାହା କହିବ ସୀମା ସୀମା ମତେ ମାମା କହୁଥିବ ସୀମା ଖାଉଛି ମୁଁ କାମ ଘଟୁଛି ଏତେ ଦିନ ପରେ ତମେ ଛଣା ଛଣି ଖାଇବ ବୋଲି ଚାଟା ସେଥିପାଇଁ ଆଗ ଦେବି ବହୁ ରାଣୀ ତାକୁ ନେଇ ସେଇ ସେ କ'ଣ ତା ତଣ୍ଟରେ ଲାଗିଲା ଚକୋଲେଟ ଖାଉଛୁ ଚକୋଲେଟ ମଟନ ଖାଇବୁନି ମଟନ ଚକୋଲେଟ ଖାଇବୁ ଚକୋଲେଟ ତୁ କ'ଣ ତୁ ମାମା ପାଇଁ ଖାଲି ଘର କରିଦେବୁ ମୋ ପାଇଁ ଆଉ ଘର କରିବୁନୁ ଏକାଥରେ 2 ଜଣ ମାନେ ନାଇଁ ତଳଟା କାହା ପାଇଁ କରିବୁ ଉପରଟା କାହା ପାଇଁ କରିବୁ କହ ଗୋଟେ ଫ୍ଲୋରରେ 2 ଜଣ କହିଲେ ଝଗଡ଼ା ଗୋଟେ ଫ୍ଲୋରରେ 2 ଜଣ କହିଲେ ତ ମାମାର ମୋ ଝଗଡ଼ା ତୁ କହ କୋଉ ଫ୍ଲୋରଟା କାହା ପାଇଁ କରିବୁ ତଳଟା କାହା ପାଇଁ କରିବୁ ଉପରଟା କାହା ପାଇଁ କରିବୁ ପୁରା ବାଲକୋନି ଶୋଇବୁ ବାଲକୋନି ଶୋଇବୁ ତୁ ଚାକିରି କରିବୁ ତୋର ସ୍ୱସ୍ତିକର ଚାକିରି କରିବୁ ଆଉ ଇଲେକ୍ଟ୍ରିକ ବିଲ୍ ଦବୁନି ଆଉ କ'ଣ କଥା ଶୁଣୁ କଥା ଖୁଡ଼ି କାଢ଼ିଲେ କଷା ଖୁଏଇବେ ବୋଲି ତାକୁ ପ୍ରଥମ ତାପରେ ଯାଇ ସମସ୍ତେ ଖାଇବେ ଖୁଡ଼ି ମୋଳକୁ କାହିଁ କରିନଥିଲ ଆଉ ଥରେ ଖୁଆଇଦେବେ ମୁଁ ଧରିଛି ଆଇ ଚେଙ୍କି ଦେଲାନି ପେଟ ଭିତରେ ଥାଇକି ବାହାର ପଟରୁ ମନ ଲାଡୁ ଦେଖେ ବାଦ କରେ ତ ଆଇ ଜମା ମତେ ଖୁଆଇ ନାହିଁ ଏମିତି ମୁଁ କହିବି ୟା ପରେ ବଡ଼ ହେଇଗଲେ କହିବି ହେଲା ଏ ପ୍ରୁଫ୍ ଦେଖେଇକି ବାବା ଏଇଠିକା ବସିବ ଦେଖିବୁ ବାବା ଡାକୁଛି ହଁ 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 ଅଜାକୁ ଡାକିବ ଯାକ ଅଜା ମାମ ଚାଲ 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 ତ ଛାଡ଼ ସେ ଯାଉ ଅଜାକୁ ଡାକୁ ଅଜା ମାମ ଚାଲ ହଁ ଅଜା ମାମ ଡାକି କେଣ
ଏବେ ଖାଇବା ରିଲ୍ସ ସଇଲା ସରିନି ଏବେ ରିଲ୍ସ ବନ୍ଦ କରିଦେ ଖାଇବୁ ଚାଲେ 10ଟା ବାଜିଲାଣି ହଁ ଆମ ରୋଷେଇ ସଇଲାଣି ଖାଇକି ପୁଣି ଏତେ ବାଟ ଯିବୁ ନା ନାହିଁ ଆମର ରହିବା ସିଷ୍ଟମ୍ ନାହିଁ ହେଲେ ଖାଇବାକୁ ଡାକୁଛୁ ରହିବା ସିଷ୍ଟମ୍ ନାହିଁ ଯେହେତୁ ଛୁଆଟାକୁ ଛାଡ଼ିକି ଯେଉଁ ଘର ପାଖରେ ଆସୁଛୁ ସେଇଥିପାଇଁ ଆଇ ବି ସୁଦ୍ଧା କହିବ ପଳା ଆଇକି ପଚାର ଦେଖି ଆଇ କହିବ ନା ରହିବା କଥା ପଳେଇବା କଥା ଆଇକି ପଚାର ଦେଖୁଛୁ ଆଇ ବି ବିଦା କରିଦେବ ଆଇର ଛୁଆଙ୍କ ପ୍ରତି ତାର କେତେ ୱିକନେସ୍ ସେଟା ମୁଁ ଜାଣିଛି କି ତମେ ରିଲ୍ସ କରୁଥିଲ ମୁଁ ଆଇଲିନ ଡାକ ଆଉ ମୁଁ ଜାଣିଲି ବାଏ ବାଏ ତମେ ରିଲ୍ସ କର ଟାଟା ଖାଅ ଏଠି ଖୁଡ଼ି ଆଉ ସୀମା ଖାଉଛନ୍ତି ଧନ ଖାଇବୁନି କି ଏଇ ଖାଇବୁନି କି ଖାଇବୁନି ହଉ ମୁଁ ପଛରେ ଖାଇଲା ବେଳକୁ ମୋ ସାଙ୍ଗରେ ଖାଇଦେବୁ ଥାଉ ଯେହେତୁ ତାଙ୍କୁ ଖାଇବାକୁ ଦେଉଛି ସୀମା ଖାଇକି ପଳେଇବ ଆଉ ଖୁଡ଼ି ବି ଖାଇକି ଯିବେ ସେଥିପାଇଁ ସେମାନେ ସବୁ ବସିଗଲେ ତ ମୁଁ ଖାଇଲିନି ମୁଁ କହିଲି ତୁମେ ସବୁ ଖାଇସାର ମୁଁ ପଛରେ ଦେବି ଭାତ ତରକାରୀ ସବୁ ତାପରେ ମୁଁ ପଛରେ ଖାଇବି କ'ଣ ତୁ ଆଇକି ନେଲ୍ ପଲିସ୍ ଲଗେଇଦେବୁ ନା କ'ଣ ନେଲ୍ ପଲିସ୍ ଲଗେଇବୁ ହଁ ଭଲ ମଟନ୍ ଲାଡୁ ତୁ ଖାଇବୁ ହଁ ବା ମୁଁ ସବୁଦିନ ପାଇଁ ଦେବା ପାଇଁ ରେଡ଼ି ଅଛି କିନ୍ତୁ ମୋ ଇଚ୍ଛାରେ ମୁଁ ଦେବି କେଉଁଦିନ ପଖାଳ କେଉଁଦିନ ଡାଲି ଆଳୁ ଚୋଖା ମୋ ସାଙ୍ଗରେ ମୋ ଖୁଡ଼ି ବି ଦେବେ ତୋତେ ମିମି ରାଗିକି କ'ଣ କହିଲା ଓ ବାବା ଏମିତି କହିଲା କେମିତି କହିଲା ମମି କେମିତି ତୋତେ ରାଗିଲା ହଁ ଏମିତି ତାପରେ କ'ଣ କହିଲା ସେ ମମି କହିଦେନ କ'ଣ ମୁଁ ଦୁଷ୍ଟ ହଉନି ନା ନା କ'ଣ ମୁଁ ଦୁଷ୍ଟ ହେବିନି ନା ନା ଲାଡୁ ମୋ ଝିଅ କାଇଁ ନାଇଁ କୁଆଡ଼େ ଯାଇଛି ଧରିକି କାନ୍ଦିକି ଯିବ ଖାଇବାକୁ ଦେଲ କାନ୍ଦେ 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 କାନ୍ଦୁନୁ ସେ କାନ୍ଦିଲେ ଏଇଟା ନିଅ ରଜରେ ରହିବ ରଜରେ ନିମନ୍ତ୍ରଣ ହେଲା ଯଦି ଆସିପାରିବା ବ୍ୟବସ୍ଥା ଥିବ ତାହେଲେ ଆସିପାରିବ ଛାତ ଉପରେ ସେଇଠି ମାମି ପାଖରେ ସିଏ ଶୋଇପଡ଼େ ଡାଡି ତାଙ୍କ ରେଖ ରେଖ ଶୋଇ ଅସୁବିଧା କ'ଣ ସିଏ କହିଥିଲେ ଏଠି ଡାଡି ଶୋଇଲେ ମମିର ମୋର ସେଠି ଶୋଇପଡ଼ୁ ସିଏ କହୁଛି ଆମେ 3 ଜଣ କୋଉଠି ତୁ ଏପର୍ଯ୍ୟନ୍ତ କିଛି ବୁଝିନୁ କଥା ଯୋଉଠି ରହୁଛୁ ସେଠି ଥା ବାବୁ କୋଉଠି ଶୋଇବ ବାବୁ କୋଉଠି ଶୋଇବ ଡାଡି ପାଖରେ ବାବୁ ଶୋଇବ ହଁ ଅଜା କାହିଁ ଲାଡୁ ଅଜା କାହିଁ ଅଜା ପଳେଇଲେଣି ସେଇପଟେ ଦାଦା ତରକାରୀ ନେଇଗଲେଣି ହଇରାଣ ହଉଛି କେତେ କଷ୍ଟ କରୁଛି କହିବ ଇଏ ଖାଇବ ମୁଁ ଆ ପାଇଁ କଷ୍ଟ କରିବି ଆଉ ଖୁଡିକୁ ଅଶେଷ ଧନ୍ୟବାଦ କୁଆଡେ ପଳେଇଲେଣି ଖୁଡି ହାତ ଧୋଇ ଯାଉଛନ୍ତି ତାଙ୍କର ଆସିଲେ ଖୁଡି ଆସିଲେଣି 3ଟା ପାଖରେ ମୁଁ ତ ଭାବୁଥିଲି ଆସିବିନି ବୋଲି ଖାଲି କହିଲୁ ତୁ ଖାଲି କହିଲୁ ତ ମୁଁ ଯାଏ ଇଏ କରେ ସେ କରେ ମୁଁ ତତେ ପଚାରେ ତୁ କାହିଁ ମତେ ପଚାରୁଛୁ ସେ ତମ କଥାରେ ଥରିଏ କହିଦେଇଥିଲେ ସେ ଆସିଥାନ୍ତା ତମେ କହିଥିଲ କହିବୁନି ଯେ ମୋ ତରଫରୁ ଏଇଟା ହଉଛି ବୋଲି ଏଇଟା ସସ୍ପେନ୍ସ ଥିଲା ବୋଲି ସେ ସରପ୍ରାଇଜ ଯାଉଛି ଗୁଡ୍ ନାଇଟ୍ ଟାଟା ଆଶୀର୍ବାଦ କର ସବୁବେଳେ ଅଛି ଥିବ ଏଇଟା କିନ୍ତୁ ସ୍ୱସ୍ତିକ ପାଇଁ ଧନ ଦେଇଛି କେତେ ଭଲ ପାଇବା ସ୍ୱସ୍ତିକ ଆଉ ଖାଇବିନି କୋନ ଆଇସ୍କ୍ରିମଟା ନେଇଯା ସ୍ୱସ୍ତିକ ପାଇଁ ସ୍ୱସ୍ତିକ ଆଇଲେ ଖାଇବ ଏ ମେମି ନେ ତାକୁ ନେ ଓ ହେଇଲୁ ସେ ନେଇକି ଆଇଥିଲୁ
ସ୍ୱସ୍ତିକ ପାଇଁ ଆଣିଛି ସେ ଡେରି ମିଲ୍କ ଆଜି ଆଣିଥିଲେ କି ମୁଁ ଭାବୁଛି ଥିଲା ଆଜି ସକାଳେ ଗୋଟେ ଖାଇଯିବା ପଚାରୁନ ଯୋଉ ପିଣ୍ଟୁ ସେଦିନ ଯୋଉ ଦିଟା ଆଣିନଥିଲା ମୁଁ ଭାବିଲି ସେଇଆକୁ ସେ କହୁଛନ୍ତି କ'ଣ କହୁଛି ସେ ମୋ ପାଇଁ କେତେ କଷ୍ଟ ସହିଲା ମୋ ଝିଅଟା ପଛରେ କହିଲେ ଆଉ କ'ଣ ହବ ଆଗରୁ କହିବା କଥା ନା ନାହିଁ ମାନେ ଯୋଉ ରୋଷେଇବାସ ହେଲା ତ ସେଇଆ କହୁଛି ହଁ ତ ମା ପାଇଁ ଏତେ ଚିନ୍ତା ଆଜି ବା ମାତୃ ଦିବସରେ ମା ପାଇଁ କିଛି କରିବନି ନା ମା ତ ଆମ ପାଇଁ ସବୁ ନେଇକି ଆସିଥିଲେ ସେଥିପାଇଁ ଆମେ ଖାଲି ଟିକେ ରୋଷେଇ କରିଦେଲୁ ମା ବି ତା ଭିତରେ ସବୁ ସହଯୋଗ କଲେ ଆଉ ପୁଣି କଷ୍ଟ କ'ଣ ହେଲା ଯା ଆଇ ଟିକେ ଗେଲୁ କରିଦେ ଆଇ ଟିକେ ଗେଲୁ କରିଦେ ଆଇ ପଳେଇବେ ଆଇ ଟିକେ ଗେଲୁ କରିଦେ ଅଜା ପଳେଇଛନ୍ତି ଅଜା କ'ଣ ଆଇଲ ଲାଡୁ ନାଇଁ ଅଜା ପଳେଇଛନ୍ତି ଅଜା ନା ଆଇଲ ନାଇଁ ସେ ଘରେ ଅଜା ନାହିଁ ଅଜା ପଳେଇଲାଣି ହଁ ବାବା ଯିବେ ବାବା ଆସିବେ ସାଙ୍ଗେ ସାଙ୍ଗେ ଆଗେ ଟାଟା କରିଦେ ଗେଲୁ କରିଦେ କେତେ ସେ ଗେଲ କରିବ ମୋ ମାଟା ଯା ତୁ କହୁଛୁ ଯା ଗେଲ କରିସାରିଲେ ଯେମିତି ଏମିତି ଯା ଯା ଅଜାକୁ ଏମିତି କହୁଛୁ ନା ନା ମତେ କାହିଁ କହୁଛୁ କାମ ଖତମ ଯାଉଛି ଆସିବି କହୁଛି ଯା ନା ନା ଡାକୁଛି କେମିତି ମୁହଁ ଶୁଖିଗଲା ଆଇ ପଳେଇଲା ହେଲୋ ଗଳିକି ଅନଉଛି ଖୁଡି ହଉ ହଉ ଆଇ ଆସିବେ ବାଏ ବାଏ କରିଦେ ବାଏ ଆଇ ପଳେଇଲେ ମମି ବି ପଳେଇଲା ମମି କାଇଁ ଚାଲ ଖାଇବେ ଚାଲ ଆଇ ପଳେଇଲେ ମମି ପଳେଇଲେ ଅଜା ପଳେଇଲେ ଦାଦୁ ପଳେଇଲେ କ'ଣ ହେଲା ସ୍ୱସ୍ତିକ ଆସିଲାନି ଆଉ କ'ଣ କରିବା ମମି ତ ଛାଡ଼ି ଦେଇ ଆସିଥିଲା ଦୁଃଖ ତ ଭାଗ୍ୟ ଲେଖା ଦୁଃଖ କୋଉଠୁ ଆସୁଛି ତୋର ତ ସବୁବେଳେ ସୁଖ ଆଉ ସୁଖ ମୁଁ ତ ଉପରେ ରାଗିଛି ସକାଳେ ମୋତେ ଆବାକସ୍ କହିକି ଯାଇଥିଲୁ ଘର ଦେଇକି ଯାଇଥିଲୁ କହିଥିଲୁ ମାମା ମୁଁ ଆବାକସ୍ରେ ଆସିଲେ ଆଉ ଗୋଟେ ଗିଫ୍ଟ ତମ ପାଇଁ ନେଇକି ଆସିଥିଲି ମୋ ଗିଫ୍ଟ କାଇଁ ଠକ ନେଇକି ଆଉ ଦେଖା ନା ଏତେ ହଁ ରହିଲି କ'ଣ My mother never teaches me to says she cooks very nice food. She takes care of her family. I love my mother. She is very happy on this day. My mother was. ଏଇଟା ତୁ ଲେଖିଛୁ ମୋ ପାଇଁ ଜୋରେ ପଢ଼ିଲୁ ଦେଖିଆ ପୁରା ମୂଳରୁ ପଢ଼ିଲୁ My mother name is Suchismita Vishwal. She cooks very nice food. She takes of our family. I love my family. She is very happy on this day. My mother was so happy. My mother liked to eat ରସଗୋଲାର ଚିହ୍ନ ଇଆ Happy Mother's Day. ହଉ ଚାଲ ବାବା ଖାଇବା ଚାଲ ଜାଗା ଯଦି ମୁଁ କଣ୍ଟା ବସ ଧନ ତାକୁ ଟିକେ ସେଇଟା ଦେଇଦେନି ସେ ଖେଳୁ ଭାବୁଥିଲି ମା ଯୋଉଟା ଆନ୍ଥ ଧନ ତା ବଳା ଭିତରେ ଗଳି ଯାଇଛି ମୋ ଚେନ୍ଟା ଛାଡ଼ ମାମା ଭାବୁଛି ଗୋଟେ ଗୋଲାପ ଫୁଲଟେ ଆଣିଥିଲେ ଡାଡି ତ ଆଇଲା ମୁଁ କଣ କରିବି ସେ ଆକ୍ଚୁଆଲି ଆବାକସ୍ ଯାଇଥିଲା ତ ଆବାକସ୍ରେ ଯେଉଁ 11:45 ଛୁଟି ହୁଏ ଆକ୍ଚୁଆଲି ସୀମା ଆସିଲେ ତାକୁ ଯାଏ ଯେଉଁ ଆଣିକି ତଳେ ଛାଡ଼ି ଦେଇକି ପଳାଏ ଆଉ ବାକି ସୀମା ଆଜି ସକାଳେ ଆସିନଥିଲା ତା ଯେଉଁ ଡାଡି ଆସିଥିଲେ ନୁହଁ ଡାଡି ଆଣିକି ତାକୁ ତଳେ ଡାଡି ବୋଲି ଜାଣିବେ କେମିତି ଡାଡି କିଏ କହୁନୁ ସେ ସୀମାକୁ ଡାକୁଛି ଆକ୍ଚୁଆଲି ମମି ଆଉ ଯେଉଁ ପ୍ରଭାତ ଭାଇ ଯିଏ ମାନେ ସ୍ୱସ୍ତିକର ବାବା ଯିଏ
ସେ ତାକୁ ଡାକୁଛି ଡାଡି ଡାଡି ମମି ହେଲା। ମୋ ଦରକାର ଗୋଟେ ସକାଳ ପୁରା ମାନୁନଥିଲେ ଏବେ ମାଇଲେ। ଦେଖନ୍ତି ରସଗୋଲା ଲେଖିଥିଲୁ ନା ସେ ଖାତାରେ ରସଗୋଲା କୋଉଟା ଜାଣିଛୁ ଆଖି ବନ୍ଦ କରି କହୁଛି ଏଇଟା ହେଲା ମୋ ରସଗୋଲା ଏଇଟା ହେଲା ମୋ ରସଗୋଲା ଆଉ ଗୋଟେ ଅନେଇଛି ଏଇଟା ବି ମୋ ରସଗୋଲା